ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା, ସପ୍ତାହେ ଯାଏଁ ଥଣ୍ଡାରୁ ନିସ୍ତାର ନାହିଁ। ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ପଶ୍ଚିମ ଏବଂ ପାହାଡ଼ିଆ ଅଞ୍ଚଳ ସବୁଠି ଏବେ ଅସହ୍ୟ ଶୀତଲହରୀ ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଯେଭଳି ଭାବେ ହ୍ରାସ ପାଇଛି ତାହା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବିଶେଷ କରି କନ୍ଧମାଳ ଜିଲ୍ଲାର ଉଦୟଗିରିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ମାତ୍ର 4.4 ଡିଗ୍ରୀ ରହିଛି। ସେହିପରି ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଯେଉଁଠାରେ ପାରଦ 7.2 ଡିଗ୍ରୀକୁ ଖସି ଆସିଛି। ରାଜ୍ୟର ଟ୍ୱିନ୍ ସିଟି କଟକ ଭୁବନେଶ୍ୱର ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇଛି। କଟକରେ 11.8 ଏବଂ ଭୁବନେଶ୍ୱରରେ 11.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି, ଯାହାଫଳରେ ସହରବାସୀ କଲବଲ ହେଉଛନ୍ତି। ଅନ୍ୟାନ୍ୟ ସହର ମଧ୍ୟରେ ଝାରସୁଗୁଡ଼ାରେ 7.6, କେନ୍ଦୁଝରରେ 9.6, ସମ୍ବଲପୁରରେ 12, ହୀରାକୁଦରେ 13.3, ବାଲେଶ୍ୱରରେ 13.6, ପାରାଦୀପରେ 13.9 ଏବଂ ଚାନ୍ଦବାଲିରେ 14 ଡିଗ୍ରୀ ତାପମାତ୍ରା ରହିଛି। ଶୀତର ପ୍ରକୋପ ଏତେ ଅଧିକ ରହିଛି ଯେ ସକାଳ 9ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଦିନ 4ଟା ପରେ ଥଣ୍ଡା ବାଘ ଭଳି ମାଡ଼ି ଆସୁଥିବାରୁ ସନ୍ଧ୍ୟା ହେବା ମାତ୍ରେ ରାସ୍ତାଘାଟ ସୁନସାନ ହୋଇଯାଉଛି। କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଭଳି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ ନିଆଁ ପୋଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସକାଳୁ ସ୍ୱାସ୍ଥ୍ୟ ସଚେତନ ଲୋକମାନେ ବ୍ୟାୟାମ କରି ଶୀତ ଛଡ଼ାଉଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 1 ସପ୍ତାହ ପର୍ଯ୍ୟନ୍ତ ଏହି ହାଡ଼ଭଙ୍ଗା ଶୀତରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଗକୁ ଶୀତର ପ୍ରକୋପ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପରବର୍ତ୍ତୀ ଖବର, ବଦଳିବ ମା ତାରିଣୀ ପୀଠର କାୟାକଳ୍ପ। 312 କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ପ୍ରସିଦ୍ଧ ଦେବୀ ଘଟଗାଁ ତାରିଣୀ ପୀଠ ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଯାଇ ଘଟଗାଁରେ ପୀଠର ଉନ୍ନତିକରଣ ନିମନ୍ତେ 312 କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଗାମୀ ବର୍ଷେ ଭିତରେ ତାରିଣୀ ପୀଠର ଉନ୍ନତିକରଣ ଶେଷ ହେବ। ପ୍ରକଳ୍ପ ସହିତ ଜଡ଼ିତ DPR ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 60 ଏକର ଜମିରେ ଏହି ପ୍ରକଳ୍ପ ହେବ। ଏଥିମଧ୍ୟରେ ପ୍ରମୁଖ ରହିଛି 216 ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ଖାଦ୍ୟ ପ୍ଲାଜା ଓ 500 ଲୋକଙ୍କ ପାଇଁ ପ୍ରସାଦ ସେବନ ହଲ୍ ରହିବ। ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର ଏହାର ଶିଳାନ୍ୟାସ ହେବ। କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା 6 ଥାକିଆ କରାଯିବ। ବଡ଼ବିଲରେ ରିଙ୍ଗ ରୋଡ଼ ହେବ। ଏଥିପାଇଁ 2300 କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦୁଝର ବଡ଼ବିଲ ଯୋଡ଼ାକୁ ଅର୍ଥନୈତିକ ଜୋନ୍ରେ ପରିଣତ କରିବାକୁ ପଦକ୍ଷେପ ନିଆଯାଉଛି। କେନ୍ଦୁଝର ହେବ ବାଇପାସ୍, ପାରାଦୀପ ବଡ଼ବିଲ 8 ଲେନ୍ ରାସ୍ତା, ଟେକ୍ ପାର୍କ, ଡାଟା ସେଣ୍ଟର, ଟେକ୍ସଟାଇଲ ପାର୍କ, ଷ୍ଟାଡିୟମ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝରବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ବିଜେଡିର ସବୁ ଗୁମର ଖୋଲିଲେ ବିଜେଡି ବିଧାୟକ ସନାତନ ମହାକୁଡ଼, କଲେ ସିଧା ଟାର୍ଗେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ଭିତରେ ଏହି ଉତ୍ସବରେ ଯୋଗ ଦେଇଥିବା ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ ସେ ସଭା ମଧ୍ୟରେ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ ବିଜେଡି ସରକାର ଜିଲ୍ଲାର ଖଣି ଖାଦାନରୁ ବହୁ ରାଜସ୍ୱ ନେଇଛନ୍ତି, କିନ୍ତୁ କେନ୍ଦୁଝରର ଆରାଧ୍ୟ ମା ତାରିଣୀ ପୀଠକୁ ମାତ୍ର 50 କୋଟି ଦେଇଛନ୍ତି, ଯାହାକି ସମୁଦ୍ରକୁ ଶଙ୍ଖେ ସହିତ ସମାନ। କେନ୍ଦୁଝର ମାଟିର ସନ୍ତାନ ମୋହନ ଚରଣ ମାଝୀ ବହୁତ ଅଧିକ ଦେଇଛନ୍ତି ବୋଲି ସେ କହିଛନ୍ତି। ପୂର୍ବ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ଦିନ 10ଟା ବେଳେ ଘଟଗାଁରେ ବିମାନ ଯୋଗେ ପହଞ୍ଚିଥିଲେ। ଏହାପରେ ସେଠାରୁ ଏକ ବାଇକ୍ ରାଲିରେ ଯାଇ ଘଟଗାଁ ମନ୍ଦିରରେ ପହଞ୍ଚିଥିଲେ। ପ୍ରଥମେ ମନ୍ଦିର ପରିସରରେ ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେ ଘଟଗାଁ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ସେ ଘଟଗାଁ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାରେ ସେ ତାଙ୍କର ଉଦ୍ବୋଧନ ଦେଇଥିଲେ। ଏଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ଖବର, ନିଯୁକ୍ତି ହେବେ ଓଡ଼ିଆ ଶିକ୍ଷକ। ଗଣଶିକ୍ଷା ବିଭାଗର ବଡ଼ ସୂଚନା। ରାଜ୍ୟର 314ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ OAVରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ OAVରେ ଜଣେ ଲେଖାଏଁ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ TGT ନିଯୁକ୍ତ ହେବା ପାଇଁ ନୂତନ ପଦ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପୂର୍ବରୁ ଥିବା ଲାଇବ୍ରେରିଆନ୍ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ଶନିବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗର FMCOM ସ୍ପେଶାଲ ସେକ୍ରେଟାରୀ ଶିବାଶିଷ ଧଳ ରାଜ୍ୟର ପ୍ରଧାନ ମହାଲେଖାକାର AGଙ୍କୁ ଅବଗତ କରିଛନ୍ତି। ତେବେ ଲାଇବ୍ରେରିଆନ୍ ପଦ ଉଚ୍ଛେଦ କରିବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ଲାଇବ୍ରେରୀ ମୁଭମେଣ୍ଟ OLM ଆବାହକ ସୁନୀଲ କୁମାର ମିଶ୍ର କହିଛନ୍ତି, ନୂତନ ସରକାର ଆସିବାର 1.5 ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାବତ୍
314A ନୂତନ ନିଯୁକ୍ତି ପାଇଁ ଆଶାନୁରୂପ ବିଜ୍ଞପ୍ତି ବାହାରିଲା ନାହିଁ। ସରକାର ନୂତନ ପଦ ସୃଷ୍ଟି କରିବା ପରିବର୍ତ୍ତେ ପୁରୁଣା ପଦଗୁଡ଼ିକୁ ଉଚ୍ଛେଦ କରୁଛନ୍ତି। ଗ୍ରନ୍ଥାଗାରିକ ଆଶାୟୀମାନେ ବାରମ୍ବାର ଆନ୍ଦୋଳନ ଓ ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ନ ଦେଇ ସମ୍ପୂର୍ଣ୍ଣ ପଦକୁ ଉଚ୍ଛେଦ କରିବା ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି। ଗ୍ରନ୍ଥାଗାରିକ ପଦ ରହିବା ସହ ନୂତନ ଭାବେ ଓଡ଼ିଆ ଶିକ୍ଷକ ପଦ ସୃଷ୍ଟି କରାଯାଇପାରିଥାନ୍ତା, ହେଲେ ସରକାର ସେପରି ନ କରି CBSE ନିୟମକୁ ଉଲ୍ଲଂଘନ କରୁଛନ୍ତି ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, ଦେଶର 57 କୋଟି ଜନଧନ ଆକାଉଣ୍ଟକୁ ଆସିବ 3.67 କୋଟି ଟଙ୍କା। ସରକାରଙ୍କ ଯୋଜନାକୁ ନେଇ ଅଧିକାରୀଙ୍କ ଖୁଲାସା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା 57.11 କୋଟିକୁ ବୃଦ୍ଧି ପାଇଛି ଏବଂ ଏହି ଆକାଉଣ୍ଟଗୁଡ଼ିକରେ 2.74 ଲକ୍ଷ କୋଟି ଟଙ୍କା ଜମା ହୋଇଛି। ଏହି ସୂଚନା ଯୋଜନାର ସରକାରୀ ୱେବସାଇଟ୍ରେ ପ୍ରଦାନ କରାଯାଇଛି। ଆର୍ଥିକ ସେବା ବିଭାଗ ସଚିବ M ନାଗାରାଙ୍କୁ କହିଛନ୍ତି ଯେ ସରକାର ଚଳିତ ଆର୍ଥିକ ବର୍ଷରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର DBT ମାଧ୍ୟମରେ ଏହି ଜନଧନ ଆକାଉଣ୍ଟକୁ 3.67 ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ସେ କହିଛନ୍ତି ଯେ ଦେଶର 57.11 କୋଟି ଜନଧନ ଆକାଉଣ୍ଟରେ 2,74,033.34 କୋଟି ଟଙ୍କା ଜମା ହୋଇଛି। ଏହି ଆକାଉଣ୍ଟ ମଧ୍ୟରୁ 78.2% ଗ୍ରାମୀଣ ଏବଂ ଅର୍ଦ୍ଧ ସରକାରୀ କ୍ଷେତ୍ରରେ ଅଛନ୍ତି, ଯେଉଁଥିରେ 50% ମହିଳା ଅଛନ୍ତି। ପ୍ରତ୍ୟେକ ଆକାଉଣ୍ଟରେ 4,815 ଟଙ୍କା ବାଲାନ୍ସ। ଏହା ରିପୋର୍ଟ କରାଯାଇଛି ଯେ ସାରା ଦେଶରେ 13.55 ଲକ୍ଷ ବ୍ୟାଙ୍କ ମିତ୍ର ପୁରା ଦେଶରେ ବ୍ରାଞ୍ଚଲେସ୍ ବ୍ୟାଙ୍କିଂ ସେବା ପ୍ରଦାନ କରୁଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଆର୍ଥିକ ସେବା ବିଭାଗ ସଚିବ M ନାଗରାଜୁ କହିଛନ୍ତି, ସାରା ଦେଶରେ ଜନଧନ ଆକାଉଣ୍ଟରେ ହାରାହାରି ବାଲାନ୍ସ 4,815 ଟଙ୍କାକୁ ବୃଦ୍ଧି ପାଇଛି। ଦେଶ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରିଛି। ହାଇଦ୍ରାବାଦର ପ୍ରଶାସନିକ କର୍ମଚାରୀ କଲେଜ ଅଫ୍ ଇଣ୍ଡିଆରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ ଆହୁରି କହିଛନ୍ତି ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦିଗରେ ଭାରତର ଯାତ୍ରା ଚମତ୍କାର ଠାରୁ କମ୍ ନୁହେଁ। 2014ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି, ଯାହା 57 କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡ଼ିଛି। ସେ ଆହୁରି କହିଛନ୍ତି ଯେ ଭାରତର ଆର୍ଥିକ ଅନ୍ତର୍ଭୁକ୍ତି ସୂଚକାଙ୍କ ମାର୍ଚ୍ଚ 2025ରେ 67କୁ ବୃଦ୍ଧି ପାଇଛି। ଏହା ଦର୍ଶାଉଛି ଯେ ଦେଶରେ ଆର୍ଥିକ ସେବା ପହଞ୍ଚାଇବାରେ ସୁଧାର ସହିତ ଏହାର ଗୁଣବତ୍ତା ଉନ୍ନତ ହେଉଛି। 2021ରେ ଆରମ୍ଭ ହୋଇଥିବା ଆର୍ଥିକ ଅନ୍ତର୍ଭୁକ୍ତି ସୂଚକାଙ୍କ 97ଟି ସୂଚକ ଉପରେ ଆଧାରିତ, ଯେଉଁଥିରେ ବ୍ୟାଙ୍କିଂ, ବୀମା, ପେନ୍ସନ୍, ନିବେଶ ଏବଂ ଡାକ ସେବା ଅନ୍ତର୍ଭୁକ୍ତ। ପରବର୍ତ୍ତୀ ଖବର, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, 18,000 ଟପିବ ନାହିଁ ଘରୋଇ ବିମାନ ଭଡ଼ା। ଗତ 5 ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ଯୋଗୁଁ ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ୍ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଉଡ଼ାଣ କମ୍ପାନୀ ଉପରେ ରୋକ୍ ଲଗାଯାଇଛି, ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିମାନ କମ୍ପାନୀଗୁଡ଼ିକ ଅଧିକ ଶୁଳ୍କ ନେଇପାରିବେ ନାହିଁ। 500 କିମି ଭିତରେ ବିମାନ ଭଡ଼ା 7,500 ଟପିବ ନାହିଁ ବୋଲି ବିମାନ କମ୍ପାନୀଗୁଡ଼ିକୁ ଅବଗତ କରାଯାଇଛି। ଏପରିକି ଦେଶ ଭିତରେ ସର୍ବାଧିକ ଦୂରତା ଭଡ଼ା 18,000 ଟପିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। 500ରୁ 1,000 କିମି ପର୍ଯ୍ୟନ୍ତ ଭଡ଼ା 12,000 ଟଙ୍କା ରଖାଯାଇଛି। ସେହିପରି 1,000ରୁ 1,500 କିଲୋମିଟର ପର୍ଯ୍ୟନ୍ତ ଭଡ଼ା 15,000 ଟଙ୍କା ରଖାଯାଇଥିବା ବେଳେ 1,500 କିଲୋମିଟର ଟପିଲେ ଯାତ୍ରୀ ଭଡ଼ା 18,000 ଟଙ୍କା ଭିତରେ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ପରବର୍ତ୍ତୀ ଖବର, ରାୟପୁର ଭାଇଜାଗ କରିଡର ଓଡ଼ିଶା ସମେତ 3 ରାଜ୍ୟରେ ଆଣିବ ବିକାଶର ଧାରା। କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ 6 ଲେନ୍ ବିଶିଷ୍ଟ ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ 3ଟି ରାଜ୍ୟର ଅର୍ଥନୀତିକୁ ଗତି ଦେବ। ଏହି ଗ୍ରୀନଫିଲ୍ଡ ପ୍ରକଳ୍ପ ଡିସେମ୍ବର 2026 ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। 16,482 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି କରିଡର ଉଭୟ ସହର ମଧ୍ୟରେ ଯାତ୍ରା ସମୟକୁ 12 ଘଣ୍ଟାରୁ ମାତ୍ର 5 ଘଣ୍ଟାକୁ ହ୍ରାସ କରିବ। ପୁରୁଣା ଜାତୀୟ ରାଜପଥ 26 ଦେଇ ଯାତ୍ରା ଦୂରତା 597 କିଲୋମିଟର ଥିବାବେଳେ ନୂତନ କରିଡରରେ ଏହା 465 କିଲୋମିଟରକୁ କମିଯିବ, ଯାହାଫଳରେ ମୋଟ 132 କିମି କମ୍ ଯାତ୍ରା କରିବାକୁ ପଡ଼ିବ। ଏହାଦ୍ୱାରା ଇନ୍ଧନ ସଞ୍ଚୟ ହେବା ସହ ପରିବହନ ଖର୍ଚ୍ଚରେ ବଡ଼ ଧରଣର ହ୍ରାସ ଘଟିବ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅନ୍ତର୍ଗତରେ ନିର୍ମିତ ଏହି କରିଡର ଛତିଶଗଡ଼ ଏବଂ ଓଡ଼ିଶାର ଶିଳ୍ପଗୁଡ଼ିକୁ ସିଧାସଳଖ ବିଶାଖାପାଟଣା ବନ୍ଦର ଏବଂ ଚେନ୍ନାଇ କୋଲକାତା ଜାତୀୟ ରାଜପଥ ସହିତ ଯୋଡ଼ିବ। ପରବର୍ତ୍ତୀ ଖବର, ବାରବାଟୀରେ ମ୍ୟାଚ୍, କ୍ରିକେଟ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ବସ୍। ଡିସେମ୍ବର 9 ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ। ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ଗଡ଼ିବ। କଟକ ରେଳ ଷ୍ଟେସନରୁ CNBT ଏବଂ ବାରବାଟୀ ଷ୍ଟାଡିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି
बस चलाचलर व्यवस्था हेब। मैच पूर्वर अपराह्न 4टारे कटक रेल स्टेशन सटल सेवा आरंभ हेब। मैच शेष पर ट्राफिक प्रवाह को ध्यान में रखी बारवाटी स्टाडियम सटल बस सेवा जारी रहिबो। बारवाटी स्टाडियम कटक रेल स्टेशन को जीवाई प्राथमिक सटल रूट हेउची गड़गड़िया घाट, चहटा घाट, सती चौरा, जुडिशियल एकाडेमी, सीएनबीटी, बादामबाड़ी, लिंक रोड और ओएमपी छक। यह रूट मध्य दे बस गुड़िक रेल स्टेशन जाए चलाचल हेब। सटल सेवार निर्धारित भड़ा हेउची 20 टंका। भुवनेश्वर यात्रा करुवा दर्शक मानक पई मैच शेष पर 2टी अस्थायी स्वतंत्र रूट परिचालन हेब। रूट 1 बारवाटी स्टाडियम बीएसए बीटी बरमुंडा यह जुडिशियल एकाडेमी, नंदनकानन और जयदेव विहार दे चलाचल हेब। रूट 2 बारवाटी स्टाडियम भुवनेश्वर रेल स्टेशन यह सीएनबीटी, लिंक रोड, जातीय राजपथ में चलाचल करिबो। उभय रूट पई एक निर्धारित फ्लाट मूल्य 40 टंका रहिबो एवं बस गुड़िक प्रति 20 मिनिट अंतर चलाचल हेब।